ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ସମସ୍ତେ ସୁସ୍ଥ ମନରେ କିଛି ନୂଆ ଶିଖିବା ପାଇଁ ଆସିଛ ନା? ହଁ, ବହୁତ ବଢିଆ। ଠିକ ଅଛି ପିଲେ। ଆଚ୍ଛା, ଆଲୋଚନା ପୂର୍ବରୁ ମୁଁ ତୁମକୁ ଗୋଟେ କଥା ପଚାରିବି। କହିବ? ତୁମେ ଚତୁର୍ଥ ଶ୍ରେଣୀରେ ପଢିଲା ବେଳେ ତୁମର ଉଚ୍ଚତା ଯେତିକି ଥିଲା ଏବେ କଣ ସେତିକି ଅଛି? ନାଇଁ? କଣ ପରିବର୍ତ୍ତନ ହେଲା? ହଁ, ଏବେ ତୁମେ ଟିକେ ଡେଙ୍ଗା ହେଇଯାଇଛ। ତାମାନେ ତୁମର ଉଚ୍ଚତା ଟିକେ ବଢି ଯାଇଛି। ଆଚ୍ଛା, ବହୁତ ବଢିଆ। ଆଚ୍ଛା, ଆଜି ଆମେ ତୁମ ସପ୍ତମ ଶ୍ରେଣୀ ବିଜ୍ଞାନ ବିଷୟର ଭୌତିକ ପରିବର୍ତ୍ତନ ଓ ରାସାୟନିକ ପରିବର୍ତ୍ତନ ବିଷୟରେ ଜାଣିବା ଏବଂ ବୁଝିବା। ଠିକ ଅଛି? ହଉ, ଆସ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିବା। ଏହି ଭିଡିଓଟି ଦେଖି ସାରିଲା ପରେ ତୁମେ ନିଜ ଚତୁଃପାର୍ଶ୍ୱରେ ଘଟୁଥିବା ପରିବର୍ତ୍ତନ ବିଷୟରେ ଜାଣିପାରିବ। ଠିକ ଅଛି ପିଲେ? ଏବେ ମୁଁ କହୁଛି ଶୁଣ। ଏବେ ତୁମେ କିଛି ଚିନ୍ତା କର। ଚିନ୍ତା କରି କିଛି ନୂଆ ଜିନିଷ ଶିଖିବ। ଭାବିଲ ଦେଖି, ଲୁଣ ପାଣି ପ୍ରସ୍ତୁତ କରି କଣ ପୁଣି ଲୁଣ ଓ ପାଣିକୁ ଅଲଗା କରିହବ? ନା। ଆଉଥରେ ଭାବି କୁହ। ହବନି? ଆଉଥରେ ଭାବ। ହବନି? ନା, ହବ। କେମିତି କରିବା? ଗୋଟେ ପାତ୍ରରେ ଲୁଣ ପାଣି ନେଇ ତାକୁ ଗ୍ୟାସ ଚୁଲାରେ ବସେଇଦବା ଓ ଗୋଟେ ଢାଙ୍କୁଣୀ ଦ୍ୱାରା ତାକୁ ଘୋଡାଇ ଦବା। କିଛି ସମୟ ପରେ କଣ ହବ? ହଁ, ସେଟା ଫୁଟି ଫୁଟିକି ବାଷ୍ପ ହେଇଯିବ ଏବଂ ବହୁତ ସମୟ ପରେ ଆମେ ଯେତେବେଳେ ଢାଙ୍କୁଣୀକୁ ଖୋଲିଦବା ଦେଖିବା ଢାଙ୍କୁଣୀରେ ଜଳବିନ୍ଦୁ ଲାଗିଛି ଓ ତଳେ କିଛି ଧଳା ପଦାର୍ଥ ବସିଛି। ଆଚ୍ଛା, କହିଲ ସେ ଧଳା ପଦାର୍ଥଟା କଣ? ହଁ, ସେଟା ହେଲା ଲୁଣ। ସାବାସ୍ ପିଲେ, ସାବାସ୍। ଜାଣିପାରିଲ ତ? ଏବେ ଆମେ ତାକୁ ଅଲଗା କରିପାରିଲେ। କୋଉଥିରୁ? ନା ଲୁଣ ପାଣିରୁ ଲୁଣକୁ ଅଲଗା କରି। ଏବେ କୁହ, ଆମେ ଆଉ ଗୋଟେ ପ୍ରଶ୍ନ ସ୍କ୍ରିନରେ ଦେଖିପାରୁଛେ। କଣ ସେଇଟା? ନା ବରଫକୁ ପାଣି ଆଉ ପାଣିକୁ ବରଫ କରିହେବ? କରିହେବ କି? ହଁ, ଠିକ ଅଛି ପିଲେ, ବଢିଆ କହୁଛ। ଏହି ଅଭିଜ୍ଞତା ତୁମର ଆଗରୁ ଥିଲା। ତୁମେ ଶୀତଳୀକରଣ ଯନ୍ତ୍ରରେ ପାତ୍ରରେ ନେଇ ବରଫ ପ୍ରସ୍ତୁତ କରିଛ ଓ ତୁମେ ଯାହା କହିଲ ଠିକ ଯେ ବରଫକୁ ଆମେ ଯଦି କିଛି ସମୟ ରଖିବା ସେ ବାହାରର ତାପମାତ୍ରା ପାଇକି ପୁଣି ପାଣି ହେଇଯିବ। ଠିକ ଅଛି ପିଲେ। ଏବେ ତୁମ ପାଇଁ ଆଉ ଦୁଇଟା ପ୍ରଶ୍ନ ଅଛି। ଦେଖ, ଭାବିଲ ଦେଖି, ମା ବାଟିଥିବା ସଜ ଚକୁଳି ପିଠାଉ ଖଟା ଲାଗେ କାହିଁକି? ଓ ସାଙ୍ଗେ ସାଙ୍ଗେ ଲାଗିନଥାଏ। କିଛି ସମୟ ରଖିଦେଲେ ତାର ପରିବର୍ତ୍ତନ ଘଟି ପିଠଉଟା ଖଟା ଲାଗିଥାଏ। ନେକ୍ସଟ ତୁମେ କଣ ଦେଖୁଛ ତାପରେ? ହଁ, ଏଠି ଗୋଟେ ଶିକୁଳି ଅଛି, ଲୁହାର ଶିକୁଳି। ଆଚ୍ଛା, ତାର ରଙ୍ଗ ଏମିତି କାହିଁ ହେଇଛି? ହଁ, ଠିକ କହିଛ, ସେଥିରେ କଳଙ୍କି ଲାଗେ। ବାୟୁରେ ଆର୍ଦ୍ରତା ଥିବା ଯୋଗୁଁ ଲୁହାରେ କଳଙ୍କି ଲାଗିଥାଏ। ତେଣୁ ତୁମ ବାପା ସବୁବେଳେ ବା ମଝିରେ ମଝିରେ ଲୁହା ଝରକା କବାଟ ଇତ୍ୟାଦିରେ ରଙ୍ଗ ଲଗାଇଥାନ୍ତି। ଠିକ ଅଛି ପିଲେ? କଣ ପାଇଁ? ନା କଳଙ୍କି ନ ଲାଗିବା ପାଇଁ। ଠିକ ଅଛି ପିଲେ, ଆଜି ଆମେ କଣ ସବୁ ଜାଣିଲେ? ନା ଭୌତିକ ଓ ରାସାୟନିକ ପରିବର୍ତ୍ତନ ବିଷୟରେ ଜାଣିଲେ। ଆଚ୍ଛା, ହଉ, ଦେଖିବା କଣ ଜାଣିଲେ। ଆମେ ଜାଣିଲେ ଯେ ଏହି ସବୁର କାରଣ ହଉଛି ପରିବର୍ତ୍ତନ। କେତେବେଳେ ଏହା ନିଜ ଅବସ୍ଥାରେ ତ କେତେବେଳେ ନିଜ ସ୍ୱାଦରେ ମଧ୍ୟ ବିଭିନ୍ନତା ଦେଖେ। କେତେବେଳେ ଏହା ପୂର୍ବ ଆକାର ଆକୃତିକୁ ଫେରୁଛି ତ କେତେବେଳେ ନ ଫେରି କିଛି ନୂଆ ସୃଷ୍ଟି ହେଉଛି। ପଦାର୍ଥର ପରିବର୍ତ୍ତନ କଣ? ନା ଆମ ଚତୁଃପାର୍ଶ୍ୱରେ ଦେଖୁଥିବା ବିଭିନ୍ନ ପଦାର୍ଥରେ ଅନେକ ପରିବର୍ତ୍ତନ ହୋଇଥାଏ। ଆଚ୍ଛା, କହିଲ ଏହା କେତେ ପ୍ରକାର? ହଁ, ଏହା ହଉଛି ଦୁଇ ପ୍ରକାର। କଣ କଣ? ନା ଭୌତିକ ପରିବର୍ତ୍ତନ ଓ ରାସାୟନିକ। ଠିକ ଅଛି ପିଲେ? ହଉ, ଏବେ ଆମେ ଭୌତିକ ପରିବର୍ତ୍ତନ ବିଷୟରେ କିଛି ଜାଣିବା ହେଲା।
ହଁ, ଭୌତିକ ପରିବର୍ତ୍ତନ କଣ ନା ଯୋଉ ପରିବର୍ତ୍ତନ ଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ଭୌତିକ ପରିବର୍ତ୍ତନ କହିବେ। ଏଥିରେ ପଦାର୍ଥର କେବଳ ରୂପ ବର୍ଣ୍ଣ ଆଦିର ସାମୟିକ ପରିବର୍ତ୍ତନ ଘଟେ ଏବଂ କୌଣସି ନୂଆ ପଦାର୍ଥ ଉତ୍ପନ୍ନ ହୋଇନଥାଏ। କେମିତି ଆମେ ଯେତେବେଳେ ପଢିଥିଲେ ବରଫରୁ ପାଣି, ପାଣିରୁ ବରଫ, ଏଥିରେ କିଛି ପରିବର୍ତ୍ତନ ହେଲା କି ନୂଆ ପଦାର୍ଥ କିଛି ଉତ୍ପନ୍ନ ହେଲା କି? ହେଲା। ଠିକ ଅଛି, ଆଉ କିଛି ଉଦାହରଣ ମାଧ୍ୟମରେ ଦେଖ। ଚିନିକୁ ଜଳରେ ଦ୍ରବୀଭୂତ କରି ସରବତ ପ୍ରସ୍ତୁତ କରିବା, ଜଳକୁ ଉତ୍ତପ୍ତ କରି ବାମ୍ଫ କରିବା, କାଚ ଭାଙ୍ଗିବା, ବିଦ୍ୟୁତ ବଲ୍ବ ଜଳିବା, ଏସବୁ ହଉଛି ଆମର ଭୌତିକ ପରିବର୍ତ୍ତନର ଉଦାହରଣ। ଆଉ କିଛି ବର୍ତ୍ତମାନ ଉଦାହରଣ ଆମେ ଦେଖିବା। କଣ ଏଇଟା ଦେଖୁଛ ନା ପେପର ଫୋଲ୍ଡ କରିବା। ଆଉ ଗୋଟେ ଦେଖିବା ବଲ୍ବ ଜଳିବା। ବଲ୍ବକୁ ଆମେ ଯେତେବେଳେ ଅନ୍ କରୁଛେ ସେ ଜଳୁଛି, ପୁଣି ଆମେ ଯେତେବେଳେ ତାକୁ ଅଫ୍ କରିଦଉଛେ ସେ ଲିଭି ଯାଉଛି। ଆଉ କଣ ବରଫ ତରଳିବା, ବୁଝିଲ ଏବେ ଉପରେ। ଆଉ କଣ କାଚ ଗ୍ଲାସ ଭାଙ୍ଗି, ଏ ସବୁ ଆମର ଭୌତିକ ପରିବର୍ତ୍ତନରେ ଯାଉଛି। ବର୍ତ୍ତମାନ ଆସ ଜାଣିବା ରାସାୟନିକ ପରିବର୍ତ୍ତନ କଣ। ଯେଉଁ ପରିବର୍ତ୍ତନ ଗୁଡ଼ିକ ଆମର ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ରାସାୟନିକ ପରିବର୍ତ୍ତନ କହିବା। ଏଥିରେ ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମର ପରିବର୍ତ୍ତନ ହୋଇ ଏକ ବା ଏକାଧିକ ନୂଆ ପଦାର୍ଥ ଉତ୍ପନ୍ନ ହୁଏ। ଆଚ୍ଛା, କିପରି ଦେଖିବା। ଏଠି କାଠ ଜଳୁଛି। କାଠ, ପ୍ରଥମେ କାଠର ରଙ୍ଗ କେମିତି ଥିଲା, ଜଳି ସାରିଲା ପରେ ପରିବର୍ତ୍ତନ ହେଲା ଅଙ୍ଗାର। ଅଙ୍ଗାରରୁ ଆମେ କଣ ପୁଣି କାଠ ପାଇପାରିବା କି? ପାଇପାରିବା ନାହିଁ। ଏଥିରେ ଗୋଟେ ନୂଆ ଜିନିଷ ସୃଷ୍ଟି ହେଇଗଲା, କାଠ ଜଳିକି ପାଉଁଶ। ତାପରେ ଦେଖିବା ଆମେ କଣ ଏଇଟା, ଲୁହାରେ କଳଙ୍କି ଲାଗିବା ଉପରେ ବୁଝିଲେ। ଲୁହାଟା କିଛିଦିନ ବାୟୁର ସଂସ୍ପର୍ଶରେ ଆସିଲେ ସେଟା କଳଙ୍କି ଲାଗିଥାଏ। ତାପରେ କଦଳୀ ଦେଖିବା। ଦେଖ, ଆମ କଦଳୀରେ 1 ନମ୍ବର, 2 ନମ୍ବର, 3, 4, 5, 6, 7 ଏଭଳି ଲେଖା ହେଇଛି। ଆଚ୍ଛା, ତୁମେ କୋଉଟା ଖାଇବାକୁ ପସନ୍ଦ କରିବ? 3 ନମ୍ବର। ଆଚ୍ଛା, ହଉ, ଠିକ ଅଛି। 7କୁ ପସନ୍ଦ କରିବନି, କାହିଁକି? କାହିଁକି ନା ସେଟା ପଚି ଯାଇଛି। ଠିକ ଅଛି। ମହମବତୀ ଜଳିବା। ମହମବତୀ ଜଳିବା ମଧ୍ୟ ରାସାୟନିକ ପରିବର୍ତ୍ତନ, କିନା ମହମବତୀ ଜଳି ସାରିଲା ପରେ ସେ ତାର ପୂର୍ବ ଅବସ୍ଥାକୁ ଆଉ ଫେରି ପାରିବ ନାହିଁ। ତାହେଲେ ପିଲେ, ଆମେ କେତେ ସୁନ୍ଦର ଭାବରେ ଆଲୋଚନା କଲେ ଏବଂ ତୁମେ ମଧ୍ୟ ବଢିଆ କହିଲ। ଏବେ ସମସ୍ତେ ରାସାୟନିକ ପରିବର୍ତ୍ତନ ଓ ଭୌତିକ ପରିବର୍ତ୍ତନ ବିଷୟରେ ବୁଝିପାରିଲ। ଆଉ ଏକ ଆଲୋଚନାରେ ଆମେ ଅଧିକ କିଛି ଏ ବିଷୟରେ ନୂଆ ଜାଣିବା।